ମାଂସ ଖାଇବା ପାପ କି ପାପ ନୁହେଁ। ଜୟ ଶ୍ରୀକୃଷ୍ଣ। ଏକ ଦିନେ କୁରୁକ୍ଷେତ୍ର ଯୁଦ୍ଧ ସମାପ୍ତ ହେବା ପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହ ଶାନ୍ତ ବନପଥରେ ଚାଲୁଥିଲେ। ପ୍ରକୃତି ନୀରବ ଥିଲା। ପକ୍ଷୀମାନଙ୍କ କୁହୁ କୁହୁ ସ୍ୱର ଚାରିଆଡ଼େ ଗୁଞ୍ଜି ଉଠୁଥିଲା। ଅର୍ଜୁନଙ୍କ ମନରେ ଏକ ପ୍ରଶ୍ନ ବହୁଦିନ ଧରି ଘୁରୁଥିଲା। ସେ ବିନମ୍ରତାର ସହ କହିଲେ, ହେ ମାଧବ, ଅନେକ ଲୋକ କହନ୍ତି ମାଂସ ଖାଇବା ପାପ, ଆଉ କେହି କହନ୍ତି ଏହା କେବଳ ଖାଦ୍ୟର ଏକ ପ୍ରକାର। ପ୍ରକୃତ ସତ୍ୟ କ'ଣ? ଶ୍ରୀକୃଷ୍ଣ ହସି କହିଲେ, ହେ ପାର୍ଥ, କୌଣସି ବିଷୟକୁ ବୁଝିବା ପୂର୍ବରୁ ତାର ଉଦ୍ଦେଶ୍ୟ, ମନୋଭାବ ଓ ପରିଣାମକୁ ବୁଝିବା ଆବଶ୍ୟକ। କେବଳ ଗୋଟିଏ କାମକୁ ଦେଖି ତାର ସମ୍ପୂର୍ଣ୍ଣ ଫଳ ନିର୍ଣ୍ଣୟ କରିହେବ ନାହିଁ। ଅର୍ଜୁନ ଆଶ୍ଚର୍ଯ୍ୟରେ ପଚାରିଲେ, ତାହେଲେ ମନୁଷ୍ୟର ପାପ କିମ୍ବା ପୁଣ୍ୟ କେବଳ ଖାଦ୍ୟ ଉପରେ ନିର୍ଭର କରେନି? ଶ୍ରୀକୃଷ୍ଣ କହିଲେ, ମନୁଷ୍ୟର ଜୀବନକୁ ତାହାର କର୍ମ, ଭାବନା, ଦୟା, ସତ୍ୟନିଷ୍ଠା ଓ ସଂଯମ ସହିତ ଗଢ଼ିଥାଏ। ଖାଦ୍ୟ ମନକୁ ପ୍ରଭାବିତ କରିପାରେ, କିନ୍ତୁ ମନର ଶୁଦ୍ଧତା କେବଳ ଖାଦ୍ୟରୁ ଆସେ ନାହିଁ। ତାପରେ ଶ୍ରୀକୃଷ୍ଣ ଏକ କାହାଣୀ କରିବା ଆରମ୍ଭ କରିଦେଲେ। ଏକ ଗାଁରେ ଦୁଇ ଜଣ ବ୍ୟକ୍ତି ବାସ କରୁଥିଲେ। ଜଣେ ସବୁବେଳେ ନିରାମିଷ ଭୋଜନ କରୁଥିଲା, କିନ୍ତୁ ଲୋଭୀ, କ୍ରୋଧୀ ଓ ଅହଙ୍କାରୀ ଥିଲା। ସେ ଗରିବକୁ ଅପମାନ କରୁଥିଲା, ମିଛ କହୁଥିଲେ ଏବଂ ଅନ୍ୟର ଦୁଃଖରେ ହସୁଥିଲେ। ଅନ୍ୟ ଜଣେ ନିଜ ପରିବାରର ପରମ୍ପରା ଅନୁସାରେ ମାଂସାହାର କରୁଥିଲେ, କିନ୍ତୁ ସେ ସବୁବେଳେ ସତ୍ୟ କହୁଥିଲେ, ଗରିବଙ୍କୁ ସାହାଯ୍ୟ କରୁଥିଲେ, ପଶୁପକ୍ଷୀଙ୍କୁ ଭଲ ପାଉଥିଲେ ଏବଂ କେବେ କାହାର ଅନିଷ୍ଟ ଚିନ୍ତା ନ କରିଥିଲେ। ଅର୍ଜୁନ ପଚାରିଲେ, ଏ କଶ୍ୟପ, ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରକୃତ ଧାର୍ମିକ କିଏ? ଶ୍ରୀକୃଷ୍ଣ ଉତ୍ତର ଦେଲେ, ଯିଏ ନିଜ ମନକୁ ପବିତ୍ର ରଖେ, ଦୟା ଓ ସତ୍ୟର ପଥରେ ଚାଲେ, ସେହି ପ୍ରକୃତ ଧାର୍ମିକ। କେବଳ ବାହ୍ୟ ଆଚରଣ ଦ୍ୱାରା ମନୁଷ୍ୟର ମହତ୍ଵ ନିର୍ଣ୍ଣୟ ହୁଏ ନାହିଁ। ପୁଣି ଶ୍ରୀକୃଷ୍ଣ କହିଲେ, ତଥାପି ସାତ୍ୱିକ ଆହାର ମନକୁ ଶାନ୍ତ, ସଂଯମୀ ଏବଂ ଭକ୍ତିମୟ କରିବାର ସହାୟକ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। ସେଥିପାଇଁ ଯେଉଁମାନେ ଆଧ୍ୟାତ୍ମିକ ସାଧନା କରନ୍ତି ସେମାନେ ପ୍ରାୟତଃ ସାତ୍ୱିକ ଖାଦ୍ୟକୁ ପସନ୍ଦ କରନ୍ତି। କିନ୍ତୁ କେବଳ ଖାଦ୍ୟ ବଦଳାଇ ଦେଲେ ମନ ଶୁଦ୍ଧ ହୋଇଯାଏ ନାହିଁ। ଚିନ୍ତା, ବ୍ୟବହାର ଓ କର୍ମ ମଧ୍ୟ ଶୁଦ୍ଧ ହେବା ଆବଶ୍ୟକ। ଅର୍ଜୁନ ନମ୍ରତାର ସହ କହିଲେ, ପ୍ରଭୁ, ଆଜି ମୁଁ ବୁଝିପାରିଲି ଯେ କୌଣସି ମନୁଷ୍ୟକୁ କେବଳ ତାଙ୍କ ଖାଦ୍ୟ ଦେଖି ବିଚାର କରିବା ଉଚିତ ନୁହେଁ। ଚରିତ୍ର, ଦୟା ଓ କର୍ମ ହିଁ ମନୁଷ୍ୟର ପ୍ରକୃତ ପରିଚୟ। ଶ୍ରୀକୃଷ୍ଣ ମୃଦୁ ହସି କହିଲେ, ହେ ପାର୍ଥ, ଯେଉଁ ହୃଦୟରେ ଦୟା, ସତ୍ୟ ଓ ପ୍ରେମ ବାସ କରେ, ସେ ହୃଦୟ ମୋର ପ୍ରିୟ। ଆଉ ଯେଉଁ ହୃଦୟ ମନୁଷ୍ୟ ନିଜ ଜୀବନକୁ ସଂଯମ, କରୁଣା ଓ ସତ୍କର୍ମରେ ଗଢ଼େ, ସେ ଧୀରେ ଧୀରେ ଈଶ୍ୱରଙ୍କ ନିକଟକୁ ଅଗ୍ରସର ହୁଏ। ଅର୍ଜୁନ ଶ୍ରୀକୃଷ୍ଣଙ୍କ କଥା ଶୁଣି ଗମ୍ଭୀର ଚିନ୍ତାରେ ପଡ଼ିଗଲେ। ସେ ପୁଣି ବିନମ୍ରତାର ସହ ପଚାରିଲେ, ହେ ମଧୁସୂଦନ, ଆପଣ ସାତ୍ୱିକ, ରାଜସିକ ଓ ତାମସିକ ଆହାର ବିଷୟରେ କହିଲେ, ଏହାର ପ୍ରକୃତ ଅର୍ଥ କ'ଣ? ଶ୍ରୀକୃଷ୍ଣ ମୃଦୁ ହସି କହିଲେ, ହେ ପାର୍ଥ, ମନୁଷ୍ୟ ଯେପରି ଆହାର କରେ ସେପରି ତାହାର ଶରୀର, ମନ ଉପରେ ପ୍ରଭାବ ପଡ଼େ। ସେହିପରି ଶାସ୍ତ୍ରରେ ଆହାରକୁ ତିନି ପ୍ରକାରର ବର୍ଣ୍ଣନା କରାଯାଇଛି: ସାତ୍ୱିକ, ରାଜସିକ ଓ ତାମସିକ। ସାତ୍ୱିକ ଆହାର, ଶ୍ରୀକୃଷ୍ଣ କହିଲେ, ଯେଉଁ ଆହାର ତାଜା, ପବିତ୍ର, ସନ୍ତୁଳିତ ଓ ସ୍ୱାସ୍ଥ୍ୟକର ତାହାକୁ ସାତ୍ୱିକ କୁହାଯାଏ। ଏହିପରି ଆହାର ମନକୁ ଶାନ୍ତ କରିବାରେ ଓ ସାଧନାରେ ସହାୟକ ବୋଲି କୁହାଯାଏ। ଅର୍ଜୁନ କହିଲେ, ତେବେ କି ସମସ୍ତେ ସାତ୍ୱିକ ଆହାର କରିବା ଉଚିତ କି? ଶ୍ରୀକୃଷ୍ଣ କହିଲେ, ପ୍ରତ୍ୟେକ ମନୁଷ୍ୟର ପରିସ୍ଥିତି, ପରମ୍ପରା ଓ ଆବଶ୍ୟକତା ଅଲଗା ହୋଇପାରେ, କିନ୍ତୁ ସଂଯମ, ପରିମିତ ଭୋଜନ ଓ ଶୁଦ୍ଧ ମନୋଭାବ ସମସ୍ତଙ୍କ ପାଇଁ ଉପକାରୀ। ରାଜସିକ ଆହାର, ଅତ୍ୟଧିକ ଝାଳ, ନୁଳିଆ, ଖଟା କିମ୍ବା ଉତ୍ତେଜକ ଆହାରକୁ ରାଜସିକ କୁହାଯାଏ। ଏହା ଶରୀରକୁ ଶକ୍ତି ଦେଇପାରେ, କିନ୍ତୁ ଅତ୍ୟଧିକ ଆସକ୍ତି ମନରେ ଅଶାନ୍ତି ବଢ଼ାଇପାରେ। ତାମସିକ ଆହାର, ବାସି, ଅପବିତ୍ର କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟକୁ ତାମସିକ ବୋଲି ବର୍ଣ୍ଣନା କରାଯାଇଛି। ଏପରି ଆହାର ମନକୁ ଅଳସୁଆ, ଅସଚେତନ କରିପାରେ। ଅର୍ଜୁନ କିଛି ସମୟ ଚୁପ୍ ହୋଇ ପଚାରିଲେ, ହେ କେଶବ, ତେବେ ମାଂସ ଖାଉଥିବା ପ୍ରତ୍ୟେକ ମନୁଷ୍ୟ କି ଅଧାର୍ମିକ? ଶ୍ରୀକୃଷ୍ଣ ଶାନ୍ତ ସ୍ୱରରେ କହିଲେ, ନାହିଁ ପାର୍ଥ, କୌଣସି ମନୁଷ୍ୟକୁ କେବଳ ତାହାଙ୍କ ଆହାର ଦେଖି ବିଚାର କରିବା ଉଚିତ ନୁହେଁ। ମନୁଷ୍ୟର ଚରିତ୍ର, ସତ୍ୟ, ଦୟା, ନ୍ୟାୟ ଓ କର୍ମ ତାଙ୍କ ପ୍ରକୃତ ପରିଚୟ।
ତାପରେ ଶ୍ରୀକୃଷ୍ଣ ଗୋଟିଏ ଉଦାହରଣ ଦେଲେ। ଧର ଜଣେ ବ୍ୟକ୍ତି କେବଳ ନିରାମିଷ ଖାଉଛନ୍ତି କିନ୍ତୁ ଲୋକକୁ ଠକୁଛନ୍ତି, ମିଛ କହୁଛନ୍ତି, ଅନ୍ୟକୁ କଷ୍ଟ ଦେଉଛନ୍ତି। ଅନ୍ୟପଟେ ଆଉ ଜଣେ ସତ୍ୟବାଦୀ, ଦୟାଳୁ ଓ ପରୋପକାରୀ ଏବଂ ସମସ୍ତଙ୍କୁ ସମ୍ମାନ ଦେଉଛନ୍ତି। କୁହ, ଈଶ୍ୱରଙ୍କ ନିକଟରେ କିଏ ଅଧିକ ପ୍ରିୟ? ଅର୍ଜୁନ ବିନା ଦ୍ୱିଧାରେ କହିଲେ, ଯିଏ ସତ୍ୟ ଓ ଦୟାର ପଥରେ ଚାଲେ ସେ ହିଁ ଈଶ୍ୱରଙ୍କ ପ୍ରିୟ। ଶ୍ରୀକୃଷ୍ଣ କହିଲେ, ଠିକ୍ କହିଲ ପାର୍ଥ, ମୁଁ ବାହ୍ୟ ଦେଖା ଭଳିକୁ ନୁହେଁ, ହୃଦୟର ପବିତ୍ରତାକୁ ଦେଖେ। କିନ୍ତୁ ଏହା ଶୁଣି ଅର୍ଜୁନଙ୍କ ମନରେ ଅନେକ ସନ୍ଦେହ ଦୂର ହେଲା। ସେ ବୁଝିପାରିଲେ ଯେ ଆଧ୍ୟାତ୍ମିକ ଜୀବନର ମୂଳ ଆଧାର ହେଉଛି ଦୟା, ସଂଯମ, ସତ୍ୟ ଓ ନିଷ୍କାମ କର୍ମ। କିନ୍ତୁ ଅର୍ଜୁନଙ୍କ ମନରେ ଆଉ ଗୋଟିଏ ପ୍ରଶ୍ନ ଥିଲା, ଏ ଗୋବିନ୍ଦ, ଯଦି ଖାଦ୍ୟ ହିଁ ସବୁକିଛି ନୁହେଁ, ତେବେ କେଉଁ କାର୍ଯ୍ୟ ମନୁଷ୍ୟକୁ ପ୍ରକୃତ ପାପର ଭାଗୀ କରେ? ଶ୍ରୀକୃଷ୍ଣ ମୃଦୁ ହସି କହିଲେ, ପାର୍ଥ, ଏହି ପ୍ରଶ୍ନର ଉତ୍ତର ବୁଝିଗଲେ ଜୀବନର ଅନେକ ରହସ୍ୟ ସ୍ପଷ୍ଟ ହୋଇଯିବ। ଅର୍ଜୁନ ବିନମ୍ରତାର ସହ କହିଲେ, ହେ ବାସୁଦେବ, ଆପଣ କହିଲେ ଯେ କେବଳ ଖାଦ୍ୟ ଦ୍ୱାରା ମନୁଷ୍ୟ ପାପୀ କିମ୍ବା ପୁଣ୍ୟବାନ ହୁଏ ନାହିଁ, ତେବେଳେ ପ୍ରକୃତ ପାପ କ'ଣ? ଶ୍ରୀକୃଷ୍ଣ ମୃଦୁ ହସି କହିଲେ, ହେ ପାର୍ଥ, ପାପର ଜନ୍ମ ମନରୁ ହୁଏ। ଯେତେବେଳେ ମନ ଲୋଭ, କ୍ରୋଧ, ଅହଙ୍କାର, ଈର୍ଷା ଓ ଘୃଣାରେ ଭରିଯାଏ, ସେତେବେଳେ ମନୁଷ୍ୟ ଅଧର୍ମର ପଥରେ ଚାଲିବାକୁ ଆରମ୍ଭ କରେ। ଅର୍ଜୁନ ପଚାରିଲେ, ତାହେଲେ ମିଛ କହିବା, ଅନ୍ୟକୁ କଷ୍ଟ ଦେବା ଏବଂ ଲୋଭ କରିବା ଏସବୁ କ'ଣ ପାପ? ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ, ଯେ କର୍ମ ଅନ୍ୟର ଅନାବଶ୍ୟକ କଷ୍ଟର କାରଣ ହୁଏ, ଯେ କର୍ମ ନିଜ ମନକୁ ଅଶାନ୍ତ କରେ ଏବଂ ଧର୍ମରୁ ଦୂରେଇ ଦିଏ, ସେହି କର୍ମ ପାପର ଦିଗକୁ ନେଇଯାଏ। ତାପରେ ଶ୍ରୀକୃଷ୍ଣ ଗୋଟିଏ ଘଟଣା କହିଲେ, ଦୁଇ ଭକ୍ତଙ୍କ କାହାଣୀ। ଏକ ଗାଁରେ ଦୁଇ ଭକ୍ତ ରହୁଥିଲେ। ପ୍ରଥମ ଭକ୍ତ ପ୍ରତିଦିନ ପୂଜା କରୁଥିଲା, ଉପବାସ ରହୁଥିଲେ ଏବଂ ନିଜକୁ ବହୁତ ବଡ଼ ଧାର୍ମିକ ବୋଲି ଭାବୁଥିଲେ। କିନ୍ତୁ ସେ ଗରିବକୁ ଅପମାନ କରୁଥିଲେ, ଚାକରମାନଙ୍କ ସହ ଖରାପ ବ୍ୟବହାର କରୁଥିଲେ, ସବୁବେଳେ ଅହଙ୍କାର କରୁଥିଲେ। ଦ୍ୱିତୀୟ ଭକ୍ତ ସାଧାରଣ ଜୀବନ ବିତାଉଥିଲେ, ଭୋକିଲାକୁ ଖାଇବାକୁ ଦେଉଥିଲେ, ବୃଦ୍ଧମାନଙ୍କୁ ସାହାଯ୍ୟ କରୁଥିଲେ, ସତ୍ୟ କହୁଥିଲେ ଏବଂ ସମସ୍ତଙ୍କୁ ସମ୍ମାନ କରୁଥିଲେ। ଅର୍ଜୁନ କହିଲେ, ହେ କେଶବ, ଏହି ଦୁଇ ଜଣଙ୍କ ମଧ୍ୟରୁ ଆପଣଙ୍କ ପ୍ରିୟ କିଏ? ଶ୍ରୀକୃଷ୍ଣ କହିଲେ, ଯିଏ ମନୁଷ୍ୟକୁ ସେବା କରେ, ଦୟା ଦେଖାଏ, ନିଷ୍କାମ ଭାବରେ କର୍ମ କରେ, ସେ ହିଁ ମୋର ପ୍ରିୟ। କେବଳ ବାହ୍ୟ ଆଚାର ଦ୍ୱାରା ଈଶ୍ୱରଙ୍କୁ ପ୍ରାପ୍ତ କରାଯାଇପାରେ ନାହିଁ। ଶ୍ରୀକୃଷ୍ଣ ପୁଣି କହିଲେ, ପାର୍ଥ, ଯେଉଁ ହୃଦୟରେ ଦୟା ନାହିଁ, ସେଠାରେ ଭକ୍ତି ମଧ୍ୟ ସ୍ଥାୟୀ ହୋଇ ରହିପାରେ ନାହିଁ। ଦୟା ହିଁ ଧର୍ମର ମୂଳ। ଅର୍ଜୁନ କହିଲେ, ପ୍ରଭୁ, ଏବେ ମୁଁ ବୁଝିସାରିଛି ଯେ ଖାଦ୍ୟଠାରୁ ବହୁତ ବଡ଼ ହେଉଛି ମନର ପବିତ୍ରତା ଓ ଆଚରଣ। ଠିକ୍ କହିଲ ପାର୍ଥ, ଯଦି କେହି ଅହଙ୍କାରୀ, କ୍ରୋଧୀ, ନିଷ୍ଠୁର, ଅସତ୍ୟବାଦୀ, ତେବେ କେବଳ ବାହ୍ୟ ନିୟମ ପାଳନ କରି ସେ ମହାନ ହୋଇପାରିବ ନାହିଁ। ଆଉ ଯିଏ ନିଜ ମନକୁ ଶୁଦ୍ଧ ରଖିବାର ଚେଷ୍ଟା କରେ, ଦୟା, ସତ୍ୟ ଓ ପ୍ରେମର ପଥରେ ଚାଲେ, ସେ ଧୀରେ ଧୀରେ ଈଶ୍ୱରଙ୍କ ନିକଟକୁ ଯାଏ। ଶ୍ରୀକୃଷ୍ଣଙ୍କ ସନ୍ଦେଶ, ହେ ପାର୍ଥ, କାହାର ଖାଦ୍ୟ ଦେଖି ତାକୁ ଘୃଣା କର ନାହିଁ, ବରଂ ନିଜ ମନକୁ ଯାଞ୍ଚ କର। ତୁମର କଥା, ବ୍ୟବହାର ଓ କର୍ମର ଯଦି ଦୟା, ସତ୍ୟ ଓ ପ୍ରେମ ରହିଛି, ତେବେ ସେହି ପଥ ତୁମକୁ ଧର୍ମର ଆଡ଼କୁ ନେଇଯିବ। ଅର୍ଜୁନ ଶ୍ରୀକୃଷ୍ଣଙ୍କ ଚରଣରେ ପ୍ରଣାମ କରି କହିଲେ, ହେ ଜଗନ୍ନାଥ, ଆଜି ମୁଁ ବୁଝିପାରିଲି ଯେ ପ୍ରକୃତ ଧର୍ମ ହେଉଛି ଦୟା, ସତ୍ୟ, ସଂଯମ ଓ ନିଷ୍କାମ କର୍ମ। ଏହି ଶିକ୍ଷାକୁ ମୁଁ ସାରା ଜୀବନ ପାଳନ କରିବି। ଅର୍ଜୁନ ଶ୍ରୀକୃଷ୍ଣଙ୍କ ଅମୂଲ୍ୟ ଉପଦେଶ ଶୁଣି ଗଭୀର ଚିନ୍ତାରେ ମଗ୍ନ ହୋଇଗଲେ। କିଛି ସମୟ ପରେ ସେ ବିନମ୍ର ସ୍ୱରରେ ପଚାରିଲେ, ହେ ଦ୍ୱାରିକାଧୀଶ, ଯଦି ମନର ପବିତ୍ରତା ହିଁ ସବୁଠାରୁ ବଡ଼ କଥା, ତେବେ ମନୁଷ୍ୟ ନିଜ ମନକୁ କିପରି ପବିତ୍ର କରିପାରିବ? ଶ୍ରୀକୃଷ୍ଣ ହସି କହିଲେ, ଏ ପାର୍ଥ, ମନକୁ ଜିତିବା ସବୁଠାରୁ ବଡ଼ ବିଜୟ। ଯିଏ ନିଜର କ୍ରୋଧ, ଲୋଭ, ଅହଙ୍କାର ଓ ଈର୍ଷାକୁ ନିୟନ୍ତ୍ରଣ କରିପାରେ, ସେ ପ୍ରକୃତ ବୀର। ଅର୍ଜୁନ କହିଲେ, ପ୍ରଭୁ, କେବଳ ଆହାର ପରିବର୍ତ୍ତନ କଲେ କି ମନ ପବିତ୍ର ହୋଇଯାଏ? ଶ୍ରୀକୃଷ୍ଣ ଉତ୍ତର ଦେଲେ, ନାହିଁ ପାର୍ଥ, ଆହାର ମନକୁ ପ୍ରଭାବିତ କରିପାରେ, କିନ୍ତୁ ମନର ପରିବର୍ତ୍ତନ ସତ୍ଚିନ୍ତା, ସତ୍ୟ, ଦୟା, କ୍ଷମା ଓ ନିଷ୍କାମ କର୍ମରୁ ଆସେ। ଶ୍ରୀକୃଷ୍ଣ ଏକ କାହାଣୀ କହିଲେ, ଏକ ଜଙ୍ଗଲ ପାଖରେ ଜଣେ ଶିକାରୀ ରହୁଥିଲେ। ସେ ଜୀବନ ନିର୍ବାହ ପାଇଁ ଶିକାର କରୁଥିଲେ। ଦିନେ ସେ ଜଣେ ଋଷିଙ୍କ ସହ ଭେଟିଲେ। ଋଷି ତାଙ୍କୁ ପଚାରିଲେ, ଯଦି ତୁମେ ନିଜ ଜୀବନରେ ଶାନ୍ତି ଚାହୁଁଛ, ତେବେ ପ୍ରଥମେ ନିଜ ହୃଦୟର କରୁଣା ଯୋଗାଅ। ସେହି କଥା ଶିକାରୀର ମନକୁ ଛୁଇଁଲା। ଧୀରେ ଧୀରେ ସେ ଅନାବଶ୍ୟକ ହିଂସା ଛାଡ଼ିଦେଲା, ପରିଶ୍ରମ କରି ଜୀବିକା ଅର୍ଜନ କରିବା ଆରମ୍ଭ କରିଦେଲା ଏବଂ ଗରିବମାନଙ୍କୁ ସାହାଯ୍ୟ କରିବାକୁ ଲାଗିଲା।
କିଛି ବର୍ଷ ପରେ ସେହି ଶିକାରୀ ଗାଁର ସବୁଠାରୁ ସମ୍ମାନିତ ବ୍ୟକ୍ତି ହୋଇଗଲା। ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ପ୍ରଭୁ, ତାଙ୍କର ଏହି ପରିବର୍ତ୍ତନ କାରଣ କ'ଣ? ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ, ଯେତେବେଳେ ମନର କରୁଣା ଜାଗ୍ରତ ହୁଏ ସେତେବେଳେ ମନୁଷ୍ୟର ଜୀବନ ବଦଳିବା ଆରମ୍ଭ କରେ। ପରିବର୍ତ୍ତନ ବାହାରୁ ନୁହେଁ, ଭିତରୁ ଆସେ। ଅର୍ଜୁନ ପଚାରିଲେ, ହେ ଗୋବିନ୍ଦ, ତେବେ ପ୍ରକୃତ ଧର୍ମ କ'ଣ? ଶ୍ରୀକୃଷ୍ଣ କହିଲେ, ଧର୍ମର ଅର୍ଥ କେବଳ ରାଜନୀତି ପାଳନ ନୁହେଁ। ଧର୍ମ ହେଉଛି ସତ୍ୟ କହିବା, ନ୍ୟାୟ କରିବା, ଦୁର୍ବଳଙ୍କୁ ସାହାଯ୍ୟ କରିବା, ମାତା ପିତାଙ୍କୁ ସମ୍ମାନ କରିବା, ନିଜ କର୍ତ୍ତବ୍ୟ ପାଳନ କରିବା ଏବଂ ସମସ୍ତ ପ୍ରାଣୀ ପ୍ରତି କରୁଣା ରଖିବା। ସେ ପୁଣି କହିଲେ, ଯଦି କେହି କେବଳ ବାହ୍ୟ ଦେଖାବଳିରେ ଧାର୍ମିକ ହେବାର ଅଭିନୟ କରେ କିନ୍ତୁ ତାଙ୍କ ହୃଦୟରେ ଘୃଣା ଓ ଅହଙ୍କାର ଭରି ରହେ ତେବେ ସେ ପ୍ରକୃତ ଧର୍ମକୁ ବୁଝିପାରି ନାହାନ୍ତି। ଯିଏ ନିଜକୁ ସୁଧାରିବାର ଚେଷ୍ଟା କରେ ସେ ମୋର ସତ୍ୟ ଭକ୍ତ। ତାପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ଚରଣରେ ନତମସ୍ତକ ହୋଇ କହିଲେ, ହେ ପ୍ରଭୁ, ଆଜି ମୁଁ ବୁଝିଗଲି ଯେ ପ୍ରକୃତ ଭକ୍ତି ହେଉଛି ଶୁଦ୍ଧ ହୃଦୟ, ଦୟା ଓ ନିଷ୍କାମ କର୍ମ। ମୁଁ ସାରା ଜୀବନ ଏହି ପଥରେ ଚାଲିବାର ପ୍ରୟାସ କରିବି। ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିଲା। ଆକାଶରେ ସୁନେଲି କିରଣ ବିଛାଡ଼ି ହୋଇଥିଲା। ଶ୍ରୀକୃଷ୍ଣ ଓ ଅର୍ଜୁନ ଏକ ନଦୀ କୂଳରେ ବସିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ପରେ ଅର୍ଜୁନଙ୍କ ମନରେ ପ୍ରାୟ ସମସ୍ତ ସନ୍ଦେହ ଦୂର ହୋଇଯାଇଥିଲା। ଅର୍ଜୁନ ହାତ ଯୋଡ଼ି କହିଲେ, ହେ ଜଗନ୍ନାଥ, ଆଜି ମୁଁ ବୁଝିଲି ଯେ ମନୁଷ୍ୟର ମହାନତା କେବଳ ତାର ଖାଦ୍ୟରେ ନୁହେଁ, ବରଂ ତାଙ୍କ ଚରିତ୍ର, ଦୟା, ସତ୍ୟ, କର୍ମରେ ଅଛି। ଶ୍ରୀକୃଷ୍ଣ ସ୍ନେହଭରା ସ୍ୱରରେ କହିଲେ, ହେ ପାର୍ଥ, ତୁମେ ଠିକ୍ କହିଛ। ମନୁଷ୍ୟର ଜୀବନକୁ ପବିତ୍ର କରେ ତାହାର ସଦାଚାର। ଯିଏ ନିଜ ମନକୁ ଶୁଦ୍ଧ ରଖେ, ସତ୍ୟ କହେ, ଅନ୍ୟକୁ ସାହାଯ୍ୟ କରେ ଏବଂ କରୁଣାର ପଥରେ ଚାଲେ, ସେ ପ୍ରକୃତ ଅର୍ଥରେ ଧର୍ମକୁ ପାଳନ କରେ। ତାପରେ ଶ୍ରୀକୃଷ୍ଣ କହିଲେ, ଆହାର ବିଷୟରେ ମନୁଷ୍ୟ ନିଜେ ବିବେକ, ସ୍ୱାସ୍ଥ୍ୟ, ପରମ୍ପରା, ଆଧ୍ୟାତ୍ମିକ ଲକ୍ଷ୍ୟ ଅନୁସାରେ ନିଷ୍ପତ୍ତି ନେଇପାରେ, କିନ୍ତୁ କାହାକୁ କେବଳ ତାର ଭଜନ ଆଧାରରେ ଘୃଣା କରିବା କିମ୍ବା ନିଜକୁ ଶ୍ରେଷ୍ଠ ଭାବିବା ଉଚିତ ନୁହେଁ। ଅର୍ଜୁନ ପଚାରିଲେ, ହେ କେଶବ, ତେବେ ଆପଣଙ୍କ ସବୁଠାରୁ ପ୍ରିୟ ଭକ୍ତ କିଏ? ଶ୍ରୀକୃଷ୍ଣ ଉତ୍ତର ଦେଲେ, ଯିଏ ଅହଙ୍କାର ଛାଡ଼ି ନମ୍ରତାରେ ବଞ୍ଚେ, ଯିଏ କାହା ପ୍ରତି ଦୋଷ ଦେଖେ ନାହିଁ, ଯିଏ ସମସ୍ତ ପ୍ରାଣୀଙ୍କ ମଙ୍ଗଳ କାମନା କରେ, ଯିଏ ନିଜ କର୍ତ୍ତବ୍ୟକୁ ସତ୍ତାର ସହ ପାଳନ କରେ, ସେହି ମୋର ପ୍ରିୟ। ଅର୍ଜୁନଙ୍କ ଆଖିରେ ଆନନ୍ଦର ଲୁହ ଆସିଗଲା। ସେ କହିଲେ, ପ୍ରଭୁ, ମୁଁ ଆଜିଠାରୁ କାହାକୁ ବାହ୍ୟ ରୂପ କିମ୍ବା ଭଜନ ଦେଖି ବିଚାର କରିବି ନାହିଁ। ପ୍ରଥମେ ନିଜ ମନକୁ ସୁଧାରିବି। ଏହା ହିଁ ପ୍ରକୃତ ଜ୍ଞାନ। ଯେତେବେଳେ ମନୁଷ୍ୟ ନିଜ ଭିତରେ କ୍ରୋଧ, ଲୋଭ, ଈର୍ଷା ଓ ଅହଙ୍କାରକୁ ଜୟ କରେ ସେତେବେଳେ ସେ ପ୍ରକୃତ ଶାନ୍ତି ପାଏ। ଏହି କାହାଣୀରୁ ମିଳୁଥିବା ଶିକ୍ଷା, ମନୁଷ୍ୟର ମୂଲ୍ୟ କେବଳ ତାଙ୍କ ଖାଦ୍ୟରେ ନୁହେଁ, ତାଙ୍କ ଚରିତ୍ର କର୍ମରେ ଥାଏ। ସାତ୍ତ୍ୱିକ ଜୀବନଶୈଳୀ ଓ ସଂଯମ ଆଧ୍ୟାତ୍ମିକ ସାଧନାର ସହାୟକ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଦୟା, ସତ୍ୟ, କ୍ଷମା, ପ୍ରେମ ଓ ନିଷ୍କାମ ସେବା ଧର୍ମର ମୂଳ ଆଧାର। କାହାକୁ ତାଙ୍କର ଭଜନ କିମ୍ବା ପରମ୍ପରା ଭାବେ ଘୃଣା କରିବା ଉଚିତ ନୁହେଁ। ନିଜ ମନକୁ ପବିତ୍ର କରିବା ଏବଂ ସତ୍କର୍ମ କରିବା ହିଁ ଈଶ୍ୱରଙ୍କ ନିକଟରେ ଯିବାର ପ୍ରକୃତ ପଥ। ଏହି କାହାଣୀ ଶ୍ରୀକୃଷ୍ଣଙ୍କ ଶିକ୍ଷାରୁ ପ୍ରେରିତ ଏକ ଆଧ୍ୟାତ୍ମିକ ଉପସ୍ଥାପନା ଅଟେ। ବନ୍ଧୁଗଣ, ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।